ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ଆଲୋକର ପର୍ବ ଦୀପାବଳି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା। କେରଳକୁ ଆସନ୍ତାକାଲିଠାରୁ 4 ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୁରକ୍ଷା ବାହିନୀର ସାହସ ଏବଂ ଦୃଢ଼ ନିଷ୍ପତ୍ତି ଯୋଗୁଁ ଦେଶର ମାଓବାଦୀ କାର୍ଯ୍ୟକଳାପ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି କହିଲେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ଏବଂ ନୂଆଦିଲ୍ଲୀସ୍ଥିତ ରେଳବାଇ ବୋର୍ଡର ୱାର୍ ରୁମ୍ ପରିଦର୍ଶନ କରି ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳମନ୍ତ୍ରୀ। ସମଗ୍ର ଦେଶରେ ଆଲୋକର ପର୍ବ ଦୀପାବଳି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ଅନ୍ଧାର ଉପରେ ଆଲୋକର, ମନ୍ଦ ଉପରେ ଭଲର ଏବଂ ଅଜ୍ଞାନତା ଉପରେ ଜ୍ଞାନର ବିଜୟର ପ୍ରତୀକ ବହନ କରେ ଦୀପାବଳି। ସାରା ବିଶ୍ୱରେ ଏହି ପର୍ବ ଉତ୍ସାହର ସହିତ ପାଳନ କରାଯାଏ। ଏହା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଏକତା ଏବଂ ସଦ୍ଭାବନାର ସାର୍ବଜନୀନ ବାର୍ତ୍ତାକୁ ପ୍ରତିଫଳିତ କରେ। ରାଷ୍ଟ୍ରପତି ଏହି ପର୍ବ ଆତ୍ମପ୍ରତିଫଳନ ଏବଂ ଆତ୍ମବିକାଶର ପର୍ବ ହେଉ ବୋଲି କହିଛନ୍ତି। ସମସ୍ତଙ୍କୁ ନିରାପଦ, ଦାୟିତ୍ୱପୂର୍ଣ୍ଣ ଏବଂ ପରିବେଶ ଅନୁକୂଳ ଦୀପାବଳି ପାଳନ ଲାଗି ରାଷ୍ଟ୍ରପତି ଆହ୍ୱାନ ଦେଇ ପାରସ୍ପରିକ ସ୍ନେହ ଓ ଭାଇଚାରା ବୃଦ୍ଧି କାମନା କରିଛନ୍ତି। ଦୀପାବଳି ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିବ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଦୀପାବଳି ପର୍ବ ଅବସରରେ ଦେବୀ ଲକ୍ଷ୍ମୀ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସେ ଦେଶବାସୀଙ୍କ ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ନାଗରିକଙ୍କ ଜୀବନ ଆଲୋକିତ ହେବା ସହ ସୁଖ ଏବଂ ସମୃଦ୍ଧି କାମନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳକୁ 4 ଦିନିଆ ଗସ୍ତରେ ଯାଇ ଆସନ୍ତାକାଲି ତିରୁବନନ୍ତପୁରମରେ ପହଞ୍ଚିବେ। ବୁଧବାର ଦିନ ରାଷ୍ଟ୍ରପତି ସାବରିମାଳା ମନ୍ଦିର ଦର୍ଶନ କରିବେ। ଗୁରୁବାର ଦିନ ରାଷ୍ଟ୍ରପତି ତିରୁବନନ୍ତପୁରମର ରାଜଭବନରେ ପୂର୍ବତନ ରାଷ୍ଟ୍ରପତି KR ନାରାୟଣନଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ। ରାଷ୍ଟ୍ରପତି ଶ୍ରୀ ନାରାୟଣ ଗୁରୁ ସମାଧିର ଶତବାର୍ଷିକ ସମାରୋହରେ ମଧ୍ୟ ଯୋଗଦେବେ। ଏତଦ୍ବ୍ୟତୀତ ରାଷ୍ଟ୍ରପତି ପାଲାସ୍ଥିତ ସେଣ୍ଟ ଥମାସ କଲେଜ ଏବଂ ଏର୍ଣ୍ଣାକୁଲମଠାରେ ସେଣ୍ଟ ଟେରେସା କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, 3 ପ୍ରତିରକ୍ଷା ବାହିନୀ ମଧ୍ୟରେ ସମନ୍ୱୟ ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା। ଗୋଆ ଏବଂ କରୱାର ଉପକୂଳରେ INS ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହିତ ଆଜି ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, INS ବିକ୍ରାନ୍ତ ହେଉଛି ଆତ୍ମନିର୍ଭର ଏବଂ ମେଡ୍ ଇନ୍ ଇଣ୍ଡିଆର ଏକ ଉତ୍କୃଷ୍ଟ ଉଦାହରଣ। ସରକାର ପ୍ରତ୍ୟେକ ଆହ୍ୱାନର ମୁକାବିଲା ତଥା ସ୍ଥିରତା ବଜାୟ ରଖିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। हमारा लक्ष्य है आत्मनिर्भर भारत का। हम किसी और पर निर्भर न रहें, ये अब बहुत आवश्यक है और उसका रास्ता जाता है स्वदेशी के मंत्र से और इसलिए हमें स्वदेशी के मंत्र को भूलना नहीं है। मैं आप सबसे आग्रह करूंगा, हम जो बेचेंगे वो स्वदेशी ही बेचेंगे और मैं देशवासियों से आग्रह करूंगा, हम जो खरीदेंगे वो भी स्वदेशी ही खरीदेंगे। ନୌସେନା କର୍ମଚାରୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନଙ୍କ ସହିତ ଦୀପାବଳି ପାଳନ କରୁଥିବାରୁ ସେ ଗର୍ବିତ। ପ୍ରଧାନମନ୍ତ୍ରୀ କହିଛନ୍ତି, ସୁରକ୍ଷା ବାହିନୀର ସାହସ ଏବଂ ଦୃଢ଼ ନିଷ୍ପତ୍ତି ଯୋଗୁଁ ଦେଶରୁ ମାଓ ଆତଙ୍କବାଦକୁ ହ୍ରାସ କରିବାରେ ଉଲ୍ଲେଖନୀୟ ସଫଳତା ମିଳିଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ବର୍ଷ ଶ୍ରୀ ମୋଦି ଲଦାଖର ସିଆଚେନ୍ ହିମବାହ ଅଞ୍ଚଳରେ ସୈନିକଙ୍କ ସହିତ ଦୀପାବଳି ପାଳନ କରିଥିଲେ। ଗତବର୍ଷ ସେ ସର୍କ୍ରିକ୍ରେ ନିୟୋଜିତ ସୈନିକଙ୍କ ସହ ଦୀପାବଳି ପାଳନ କରିବା ସହ ସୀମା ସୁରକ୍ଷା କର୍ମଚାରୀଙ୍କ ସହ ଦୀପାବଳି ପର୍ବ ପାଳନ କରିବାର ପରମ୍ପରା ଜାରି ରଖିଛନ୍ତି। ଆଲୋକର ପର୍ବ ଦୀପାବଳି ଅବସରରେ ଆଜି ନୂଆଦିଲ୍ଲୀରେ ଅବସ୍ଥାପିତ ବିଭିନ୍ନ ଦେଶର ଦୂତାବାସ କର୍ମଚାରୀମାନେ ଦୀପାବଳି ଉତ୍ସବ ସମାରୋହରେ ଯୋଗ ଦେଇଥିଲେ। ଭାରତର ଲୋକମାନଙ୍କୁ ସେମାନେ ଶୁଭେଚ୍ଛା ଜଣାଇଥିଲେ। ଫିନଲ୍ୟାଣ୍ଡ, ଇସ୍ରାଏଲ, ଅଷ୍ଟ୍ରିଆ, ବ୍ରାଜିଲ, ସୁଇଜରଲ୍ୟାଣ୍ଡ ଏବଂ ୟୁରୋପୀୟ ସଂଘର ଦୂତାବାସ ଏହି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ। ଫିନଲ୍ୟାଣ୍ଡ ଦୂତାବାସ ପକ୍ଷରୁ ଏକ କୁଇଜ୍, ମଧ୍ୟାହ୍ନ ଭୋଜନର ଆୟୋଜନ କରାଯିବା ସହ ନୃତ୍ୟକୁ ମଧ୍ୟ ସାମିଲ କରାଯାଇଥିଲା। ଦୂତାବାସଗୁଡ଼ିକ ପକ୍ଷରୁ ସେୟାର କରାଯାଇଥିବା ଏକ ଭିଡ଼ିଓରେ ଦୂତାବାସ
ଦୂତାବାସର ଅଧିକାରୀମାନେ ଉତ୍ସାହଜନକ ସଙ୍ଗୀତରେ ନାଚି ଉତ୍ସବ ପାଳନ କରୁଥିବାର ଦେଖାଯାଇଥିଲା। ଇସ୍ରାଏଲି କୂଟନୀତିଜ୍ଞମାନେ ଦୀପାବଳି ପାଇଁ କିଣାକିଣି କରିବାକୁ ଯାଇ ପାରମ୍ପରିକ ଫୁଲ ଏବଂ ଦୀପ ଆଣିଥିଲେ। ସେମାନେ ଦୂତାବାସରେ ରଙ୍ଗୋଲି ଡିଜାଇନ୍ ମଧ୍ୟ ତିଆରି କରିଥିଲେ ଏବଂ ଜନସାଧାରଣଙ୍କ ସହିତ ଶୁଭେଚ୍ଛା ବାଣ୍ଟିଥିଲେ। ସୁଇସ୍ ଦୂତାବାସର ଅଧିକାରୀମାନେ ଏକ ମନୋହର ରଙ୍ଗୋଲି ସହ ଫଟୋ ଉଠାଇ ସେମାନଙ୍କର ଶୁଭେଚ୍ଛା ଜଣାଇଥିଲେ। ୟୁରୋପୀୟ ସଂଘ, ଅଷ୍ଟ୍ରିଆନ୍ ଦୂତାବାସ ଏବଂ ଭାରତରେ ବ୍ରାଜିଲର ରାଷ୍ଟ୍ରଦୂତ ମଧ୍ୟ ଏହି ପର୍ବ ପାଳନ କରିବା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି। ଏପର୍ଯ୍ୟନ୍ତ ଏହି ପର୍ଯ୍ୟାୟ ଲାଗି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ 1066 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଧାନସଭାର ମୋଟ 243ଟି ଆସନ ମଧ୍ୟରୁ ଆସନ୍ତା ମାସ 11 ତାରିଖରେ 20ଟି ଜିଲ୍ଲାର 122ଟି ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଆସନ୍ତା ମାସ 6 ତାରିଖରେ ଏହି ପର୍ଯ୍ୟାୟ ପାଇଁ 18ଟି ଜିଲ୍ଲାର 121ଟି ଆସନରେ ମତଗ୍ରହଣ କରାଯିବ। ବିହାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ 1375 ଜଣଙ୍କ ନାମାଙ୍କନ ପତ୍ର ବୈଧ ଘୋଷଣା କରାଯାଇଛି। ସେଥିମଧ୍ୟରୁ 147 ଜଣ ମହିଳା ଏବଂ 1248 ଜଣ ପୁରୁଷ ପ୍ରାର୍ଥୀ ରହିଛନ୍ତି। ବିହାରରେ ନିର୍ବାଚନ ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରଠାରୁ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା, ପାଟ୍ରୋଲିଂ ୟୁନିଟ୍ ଏବଂ ଯାଞ୍ଚ ଦଳ ପକ୍ଷରୁ 23 କୋଟି 41 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମଦ ଏବଂ ପ୍ରାୟ 17 କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରଖାଯାଇଥିବା 4 କୋଟି 19 ଲକ୍ଷ ଟଙ୍କାର ନଗଦ ଟଙ୍କା ସହ 43 କୋଟି 13 ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ଓଡ଼ିଶାର ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆଜି ଶେଷ ହୋଇଛି। 3ଟି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ମିଶାଇ ମୋଟ 17 ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀସ୍ଥିତ ରେଳବାଇ ବୋର୍ଡର ୱାର୍ ରୁମ୍ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କରିଥିଲେ। ଶ୍ରୀ ବୈଷ୍ଣବ କର୍ମଚାରୀମାନଙ୍କୁ 24 ଘଣ୍ଟା କାମ କରିବା ପାଇଁ ଉତ୍ସାହିତ କରିଥିଲେ ଏବଂ ଦୀପାବଳି ଅବସରରେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଚଳିତ ପାର୍ବଣ ଋତୁରେ ଭାରତୀୟ ରେଳବାଇ ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି। ଦୀପାବଳି ଏବଂ ଛଟ୍ ପୂଜା ସମୟରେ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ରେଳବାଇ ପକ୍ଷରୁ 12,000ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଯାତାୟାତ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ପୁଲିସ ସ୍ମୃତି ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ପୁଲିସ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। 1959 ମସିହା ଅକ୍ଟୋବର 21 ତାରିଖରେ ଲଦାଖରେ ଚୀନ ସୈନ୍ୟଙ୍କ ଆକ୍ରମଣରେ 10 ଜଣ ଭାରତୀୟ ପୁଲିସ ଶହୀଦ ହୋଇଥିଲେ। ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ପୁଲିସ ସ୍ମୃତି ଦିବସ ପାଳନ କରାଯାଉଛି। ସେହିଦିନ ଦିଲ୍ଲୀ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ଏକ ମିଳିତ ପରେଡ୍ ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ସୁରକ୍ଷା ବଳ ମୁଖ୍ୟ ଏବଂ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟ ତଥା ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିବେ। ଚଳିତ ମାସ 22ରୁ 30 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୁଲିସ ସ୍ମାରକୀଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇସ୍ରାଏଲ ତାର ଆକ୍ରମଣ ଜାରି ରଖିଥିବା ସତ୍ତ୍ୱେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ବଜାୟ ରହିଛି। ରଫା ନିକଟରେ ଏକ ବିସ୍ଫୋରଣରେ 2 ଇସ୍ରାଏଲି ସୈନିକଙ୍କ ମୃତ୍ୟୁ ପରେ ଇସ୍ରାଏଲ ଆଜି ଗାଜା ଷ୍ଟ୍ରିପ୍ରେ ପୁଣି ଥରେ ବିମାନ ଆକ୍ରମଣ ଆରମ୍ଭ କରିଥିବା ବେଳେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଆସିଛି, ଯେଉଁଥିରେ ଜଣେ ସାମ୍ବାଦିକଙ୍କ ସମେତ ଅତି କମ୍ରେ 15 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲି ସେନାର ସୂଚନା ଅନୁସାରେ ରଫାରେ ଅବସ୍ଥାପିତ ଇସ୍ରାଏଲି ସୈନିକଙ୍କ ଉପରେ ହମାସ ପକ୍ଷରୁ ଏକ ଟ୍ୟାଙ୍କ ପ୍ରତିରୋଧୀ କ୍ଷେପଣାସ୍ତ୍ର ଏବଂ ଗୁଳି ଚାଳନା ଫଳରେ 2 ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା। ହମାସ ଯୁଦ୍ଧବିରତି ପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲା, କିନ୍ତୁ ଇସ୍ରାଏଲ ଏହାକୁ ଉଲ୍ଲଂଘନ କରୁଥିବାର ଅଭିଯୋଗ କରିଥିଲା। ହମାସ ଚେତାବନୀ ଦେଇ କହିଥିଲା ଏହି ଆକ୍ରମଣ ପରିସ୍ଥିତିକୁ ପୁନର୍ବାର ଯୁଦ୍ଧ ଆଡ଼କୁ ନେଇଯାଇପାରେ। ଇତିମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ଜାରେଡ୍ କୁଶ୍ନର ଏବଂ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟ୍କଫ୍ ଆଜି ଇସ୍ରାଏଲରେ ପହଞ୍ଚିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ସାକ୍ଷାତ କରିବାର ଆଶା କରାଯାଉଛି। ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆସନ୍ତାକାଲି ଆଲୋଚନାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ନୌଚାଳନା ଦଳ ଗତକାଲି ଭିଏତନାମର ହାଇଫଙ୍ଗରେ ସମାପ୍ତ ହୋଇଥିବା ଏସୀୟ ନୌଚାଳନା ଚାମ୍ପିୟନସିପ୍ରେ 10ଟି ପଦକ ଜିତିଛନ୍ତି। ସେଥିମଧ୍ୟରେ 3ଟି ସ୍ୱର୍ଣ୍ଣ, 5ଟି ରୌପ୍ୟ ଏବଂ 2ଟି କାଂସ୍ୟ ପଦକ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ।
ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ଆଲୋକର ପର୍ବ ଦୀପାବଳି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା। କେରଳକୁ ଆସନ୍ତାକାଲିଠାରୁ 4 ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୁରକ୍ଷା ବାହିନୀର ସାହସ ଏବଂ ଦୃଢ଼ ନିଷ୍ପତ୍ତି ଯୋଗୁଁ ଦେଶର ମାଓବାଦୀ କାର୍ଯ୍ୟକଳାପ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି କହିଲେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ଏବଂ ନୂଆଦିଲ୍ଲୀସ୍ଥିତ ରେଳବାଇ ବୋର୍ଡର ୱାର୍ ରୁମ୍ ପରିଦର୍ଶନ କରି ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳମନ୍ତ୍ରୀ। ସମ୍ବାଦ ଶେଷ ହେଲା।